ମାଛଧରା ବୋଟ୍ ଭିତରେ 2 ଜଣଙ୍କର ସନ୍ଦେହଜନକ ମୃତ୍ୟୁ। ମାଛଧରା ବୋଟ୍ ଭିତରୁ 2 ମୃତଦେହ ଉଦ୍ଧାର। ବରଫ ବାହାର କରୁଥିବା ବେଳେ ଅଘଟଣ ସନ୍ଦେହଜନକ ଅବସ୍ଥାରେ 2 ଜଣଙ୍କ ମୃତ୍ୟୁ। ମୃତକ 2 ଜଣ ହେଲେ ଭଦ୍ରକ ଜିଲ୍ଲାର ମଧୁସୂଦନ ମଳିକ ଓ ସନ୍ତୋଷ ମଳିକ। ବଳରାମଗଡ଼ି ମେରାଇନ୍ ଥାନା ଅଧୀନ ବଳରାମଗଡ଼ି ସ୍ଥିତ ନାଗେଶ୍ୱର ନାମକ ବୋଟ୍ ମଧ୍ୟରେ ଘଟିଛି ଘଟଣା। ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ। ସୂଚନା ଅନୁସାରେ ମୃତକ ଦୁହେଁ ବାଲେଶ୍ୱର ଜିଲ୍ଲା ବଳରାମଗଡ଼ିରୁ ସମୁଦ୍ରକୁ ମାଛ ଧରିବାକୁ ନାଗେଶ୍ୱର ନାମକ ଏକ ମାଛଧରା ବୋଟ୍ରେ ଅନ୍ୟ ସହକର୍ମୀଙ୍କ ସହ ନିୟମିତ ଯାତାୟାତ କରନ୍ତି। ଆଜି କିନ୍ତୁ କେଉଁ ପରିସ୍ଥିତିରେ ଦୁହିଁଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନଥିଲା ବେଳେ ବଳରାମଗଡ଼ି ମେରାଇନ୍ ପୋଲିସ ଘଟଣାର ତଦନ୍ତ କରୁଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି। ବ୍ୟୁରୋ ରିପୋର୍ଟ, ଜନ ଅଧିକାର ଲାଇଭ୍।